ପିଲାମାନେ ଆମେ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିର ନବମ ଅଧ୍ୟାୟ ପ୍ରାଣୀ ପ୍ରଜନନର ପ୍ରଶ୍ନାବଳୀ ଆଜି କରିବା। ତ ଆମେ ଦେଖିବା ସମ୍ପୂର୍ଣ୍ଣ 7 ନମ୍ବର ଯାଏଁ ଦେଇଛି। ପ୍ରଥମେ 1 ନମ୍ବର ଦେଖିବା। ପ୍ରଥମ ନମ୍ବର ଦେଇଛି ପ୍ରାଣୀମାନଙ୍କର ଜନନର ଗୁରୁତ୍ୱ କ'ଣ ଆମେ ବୁଝେଇବା। ଚାଲ ତାହେଲେ ଦେଖିବା। ପ୍ରତ୍ୟେକ ଜୀବ ନିଜ ଭଳି ଜୀବ ସୃଷ୍ଟି କରିଥାଏ ଓ ଏହି ପ୍ରକ୍ରିୟାକୁ ପ୍ରଜନନ ବା ଜନନ କୁହାଯାଏ। ଏହା ଅତ୍ୟନ୍ତ ଆବଶ୍ୟକ, କାରଣ କୌଣସି ଜୀବ ଜାତିର ଧାରାବାହିକ ସ୍ଥିତି ବା ନିରବଚ୍ଛିନ୍ନତା ରକ୍ଷା କରିବା ପାଇଁ ପ୍ରଜନନ ନିହାତି ଅପରିହାର୍ଯ୍ୟ। ଯଦି ପ୍ରଜନନ ନଥିବ ତାହେଲେ ଗୋଟିଏ ଜାତି ସମ୍ପୂର୍ଣ୍ଣ ଭାବେ ଲୋପ ହେଇଯିବ। 2 ନମ୍ବର ଦେଲା ବେଙ୍ଗର ସମାୟନ କିପରି ହୁଏ ଆମେ ବର୍ଣ୍ଣନା କରିବା। ତାହେଲେ ଦେଖିବା, ଆମେ ଜାଣେ ଯେ ବର୍ଷା ଋତୁରେ ମାଇ ବେଙ୍ଗମାନେ ଡିମ୍ବ ଦିଅନ୍ତି। ଏହା ଏକ ଜେଲି ସଦୃଶ ଥାଏ ଏବଂ ପୋଖରୀ ଜଳରେ ଭାସିଥାଏ। ଏହି ଡିମ୍ବ ଉପରେ ପୁରୁଷ ବେଙ୍ଗର ଶୁକ୍ରାଣୁ ଯେତେବେଳେ ପଡ଼େ ତାହା ସମାୟନ ହୁଏ ବା ଫର୍ଟିଲାଇଜେସନ୍ କୁହାଯାଏ। ଆମେ କହିପାରିବା ଶୁକ୍ରାଣୁ ପ୍ଲସ୍ ଡିମ୍ବାଣୁରୁ କ'ଣ ସୃଷ୍ଟି ହୁଏ ନା ଯୁଗ୍ମଜ ବା ଜାଇଗୋଟ୍ ସୃଷ୍ଟି ହୋଇଥାଏ। ଏହି ପ୍ରକ୍ରିୟା ବାହାରେ ହେଇଥାଏ, ତେଣୁ ଏହାକୁ ବହି ସମାୟନ ମଧ୍ୟ କୁହାଯାଏ, ଯେଉଁଟାକି ବେଙ୍ଗଠେଇ ଦେଖାଯାଇଥାଏ। ଦେଖିବା, ତାପରେ ଦେଖିବା 3 ନମ୍ବର। ଠିକ୍ ଉତ୍ତରଟିକୁ ବାଛି ଲେଖ। ଅନ୍ତଃ ସମାୟନ ହୋଇଥାଏ କେଉଁଠି ଆମେ ଜାଣିଛେ ସ୍ତ୍ରୀର ଶରୀର ଭିତରେ। ଦେନ୍ ବେଙ୍ଗ ଫୁଲାରୁ ବଳୟପ୍ରାପ୍ତ ବେଙ୍ଗର ବିକାଶ ଘଟି ଯେଉଁ ପ୍ରକ୍ରିୟା ହୁଏ ତାକୁ ରୂପାନ୍ତରଣ କୁହାଯାଏ। ଯୁଗ୍ମଜରେ କେତୋଟି ନେଷ୍ଟି ଥାଏ ନା ଗୋଟିଏ ନେଷ୍ଟି ଥାଏ। 4 ନମ୍ବରଟି ଦେଇଛି, ଉତ୍ତର ଗୁଡ଼ା ଠିକ୍ ଭୁଲ ଆମେ ଦେଖିବା। ଅଣ୍ଡଜ ପ୍ରାଣୀମାନେ ଶାବକ ଜନ୍ମ କରନ୍ତି। ଭୁଲ, କାରଣ ଅଣ୍ଡଜ ପ୍ରାଣୀମାନେ ଅଣ୍ଡା ଦିଅନ୍ତି। ଶୁକ୍ରାଣୁ ଏକ ଜୀବକୋଷ, ଠିକ୍। ବେଙ୍ଗରେ ବହି ସମାୟନ ଦେଖାଯାଏ, ଠିକ୍। ଯୁଗ୍ମକରୁ ମନୁଷ୍ୟ ଶରୀର ବିକଶିତ ହୁଏ, ଏହା ଭୁଲ, କାରଣ ଯୁଗ୍ମଜରୁ ମନୁଷ୍ୟ ସୃଷ୍ଟି ହୋଇଥାଏ। ସମାୟନ ପରେ ଜାତ ଯୁଗ୍ମଜ ଗୋଟିଏ କୋଷରେ ତିଆରି, ଭୁଲ। ଏମିବା କୋରକୋଦମ ପ୍ରଣାଳୀରେ ଜନନ କରେ, ଭୁଲ। ହାଇଡ୍ରା କୋରକୋଦମରେ କରେ, ଏମିବା କରେ ଦ୍ୱିବିଭାଜନରେ। ଅଲିଙ୍ଗି ଜନନରେ ମଧ୍ୟ ସମାୟନର ଆବଶ୍ୟକ। କୌଣସି ସମାୟନର ଆବଶ୍ୟକ ନାହିଁ, କାରଣ ଅଲିଙ୍ଗି ଜନନରେ ଯୌନକୋଷର କିଛି ଆବଶ୍ୟକତା ନଥାଏ। ତାପରେ ହେଲା ଦ୍ୱିବିଭାଜନ ଏକ ପ୍ରକାର ଅଲିଙ୍ଗି ଜନନ, ଠିକ୍। ଯୁଗ୍ମଜ ସମାୟନ ଦ୍ୱାରା ସୃଷ୍ଟି ହୋଇଥାଏ, ଠିକ୍। ଭ୍ରୂଣ ଗୋଟିଏ କୋଷରେ ଗଠିତ, ଏହା ଭୁଲ। 5 ନମ୍ବର ଦେଇଛି ଯୁଗ୍ମଜ ଓ ଫିଟସ୍ ମଧ୍ୟରେ ଥିବା ପାର୍ଥକ୍ୟ 2ଟି ଲେଖ। ତାହେଲେ ପୁଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନ ଘଟି ଯୁଗ୍ମଜ ବା ଜାଇଗୋଟ୍ ସୃଷ୍ଟି ହୋଇଥାଏ ଏବଂ ଏହି ପ୍ରକ୍ରିୟାଟି 2ଟି ସମାୟନ ହୁଏ, ଗୋଟେ ଅନ୍ତଃ ସମାୟନ ଏବଂ ଏକ ବହି ସମାୟନ। ମାତ୍ର ଫିଟସ୍ କଥା ଦେଖିବା, ଯଦି ସମାୟନ ପରେ ଯେଉଁ ଯୁଗ୍ମଜଟା ବାହାରେ ତାହା ବିଭାଜନ ଘଟେ ଏବଂ କୋଷ ସଂଖ୍ୟା ବଢ଼ିଥାଏ। ସେଥିରୁ ହାତ, ଗୋଡ଼, ମୁଣ୍ଡ, ଆଖି ବିଭିନ୍ନ ପ୍ରକାର ଅଙ୍ଗ ସୃଷ୍ଟି ହୁଏ ଏବଂ ଭ୍ରୂଣର ବିକାଶ ଘଟି ଏହି ଅବସ୍ଥାକୁ ଫିଟସ୍ ଆମେ କହିଯିବା। ତାହେଲେ ଫିଟସ୍ଟା ସମ୍ପୂର୍ଣ୍ଣ ଭାବେ ଯୁଗ୍ମଜ ଉପରେ ନିର୍ଭରଶୀଳ, ମାତ୍ର ଯୁଗ୍ମଜ ଫିଟସ୍ ଉପରେ ନିର୍ଭରଶୀଳ ନୁହେଁ। 6 ନମ୍ବର ଅଲିଙ୍ଗି ଜନନ କ'ଣ? ପ୍ରାଣୀର ଅଲିଙ୍ଗି ଜନନର 2ଟି ଉପାୟ ବର୍ଣ୍ଣନା କର। ତାହେଲେ ଦେଖିବା, ଯେଉଁ ପ୍ରକ୍ରିୟାରେ ଯୌନକୋଷ ବିନା ଜନନ ହୁଏ ବା ଅପତ୍ୟ ସୃଷ୍ଟି ହୁଏ ତାହାକୁ ଆମେ ଅଲିଙ୍ଗି ଜନନ କହିବା। ଆମେ ଯଦି ଉଦାହରଣ ନେବା, ଗୋଟେ ହେଲା ଦ୍ୱିବିଭାଜନ, ଗୋଟେ ହେଉଛି କୋରକୋଦମ। ଦ୍ୱିବିଭାଜନ ମାନେ ବାଇନାରୀ ଫିଜନ୍। ମୁଖ୍ୟତଃ ଏକକୋଷୀ ବା ଅନୁନ୍ନତ ଜୀବମାନେ ଯେମିତିକି ଏମିବା, ପାରାମେସିୟମ୍, ସେମାନେ କ'ଣ କରନ୍ତି, ନିଜ ନିଜର ନେଷ୍ଟିକୁ 2 ଭାଗରେ ବିଭକ୍ତ କରନ୍ତି, 2ଟି ନେଷ୍ଟି ତିଆରି କରନ୍ତି ଏବଂ ସେଥିରୁ ନୂତନ ନେଷ୍ଟି ସୃଷ୍ଟି ହୁଏ ଏବଂ ନୂତନ ଗୋଟେ ଅପତ୍ୟ ସୃଷ୍ଟି ହୁଏ। ଏହା ବିଭାଜନ ପ୍ରକ୍ରିୟା ସେମାନେ କରନ୍ତି। ଏବଂ କୋରକୋଦମ ବା ବର୍ଡିଂ, ହାଇଡ୍ରା ପରି କିଛି ଜୀବ ନିଜ ଶରୀରରେ 1 ବା 2ଟି ବଡ୍ ବା କୋରକ ସୃଷ୍ଟି କରନ୍ତି। ଯାହା ଧୀରେ ଧୀରେ ପୂର୍ଣ୍ଣାଙ୍ଗ ଗୋଟେ ହାଇଡ୍ରା ହୁଏ, ତ ଶେଷରେ ସେ ମାତୃ ଶରୀରରୁ ବିଚ୍ଛିନ୍ନ ହୁଏ ଏବଂ ଗୋଟେ ନୂତନ ଅପତ୍ୟର ସୃଷ୍ଟି ହୁଏ। ଏହା ହେଉଛି ଏକ କୋରକୋଦମ ପ୍ରଣାଳୀ ଏବଂ ଦ୍ୱିବିଭାଜନ ଓ କୋରକୋଦମ ଏ 2ଟାଙ୍କ ଅଲିଙ୍ଗି ଜନନରେ ଯାଇଥାଏ। 7 ନମ୍ବର ଆମେ ଦେଖିବା, ଉଦାହରଣ ସହ ରୂପାନ୍ତରଣ ବୁଝାଅ। ଆମେ ଜାଣୁ ବେଙ୍ଗର 3ଟି ଅବସ୍ଥା, ଯେମିତିକି ଡିମ୍ବ, ବେଙ୍ଗଫୁଲା ଓ ବୟପ୍ରାପ୍ତ। ପ୍ରଥମେ ବର୍ଷା ଋତୁରେ ମାଇ ବେଙ୍ଗ ଡିମ୍ବ ଦେଇଥାଏ। ଡିମ୍ବରୁ ଅନ୍ୟ ବେଙ୍ଗଫୁଲା ହୋଇଥାଏ। ଖାଦ୍ୟ ଆହରଣ କରେ ସେହି ବେଙ୍ଗଫୁଲା। ସେତେବେଳେ ତାହାର ଲାଞ୍ଜ ସଦୃଶ ଥାଏ, ଯାହାଦ୍ୱାରା ସେ ଚଳପ୍ରଚଳ ହୋଇଥାଏ।
ଏବଂ ବେଙ୍ଗ ଫୁଲରେ ବହୁ ପରିବର୍ତ୍ତନ ଘଟି ଏହା ଭୟପ୍ରାପ୍ତ ଅବସ୍ଥାକୁ ଆସିଥାଏ। ବେଙ୍ଗର ଏହି ଜୀବନ ଚକ୍ରର ପରିବର୍ତ୍ତନକୁ ମଧ୍ୟ ରୂପାନ୍ତରଣ କୁହାଯାଏ। ଏବଂ ଆମେ ଜାଣିଛେ ବେଙ୍ଗ ଯେତେବେଳେ ବେଙ୍ଗ ଫୁଲ ଅବସ୍ଥାରେ ଥାଏ ସେ ତା ଗାଲିସି ସାହାଯ୍ୟରେ ଶ୍ୱାସକ୍ରିୟା କରିଥାଏ ଏବଂ ଯେତେବେଳେ ଭୟପ୍ରାପ୍ତ ହୁଏ ସେତେବେଳେ ତା'ର ଫୁସ୍ଫୁସ୍ ସାହାଯ୍ୟରେ ଶ୍ୱାସକ୍ରିୟା କରିଥାଏ ଏବଂ ଯେତେବେଳେ ଶୀତ ନିଦ୍ରା ଯାଏ ସେ ତା ଚର୍ମ ଦ୍ୱାରା ଶ୍ୱାସକ୍ରିୟା କରିଥାଏ।